ପାଖରେ ହୋଇଥାଏ। ହଁ ଦର୍ଶକ ବନ୍ଧୁ, ଜୀବନରେ ଯେତେ କଷ୍ଟ ଥାଉ ନା କାହିଁକି, ଯେତେ ଦୁଃଖ ଥାଉ ନା କାହିଁକି, ଯଦି ସେଇ ମାଙ୍କ ନାମ ତୁଣ୍ଡରେ ଉଚ୍ଚାରଣ କରିବା ତାହେଲେ ଜୀବନର ସବୁ କଷ୍ଟ ଦୂରେଇଯିବ। ସେଇ ମାଙ୍କ ବିଷୟରେ ଦୁଇରେ ଜନ୍ମ ହେଉ ଯଥା ତଥା କର୍ମ ହେଉ ଫଳ, ଜନ୍ମ ହେଉ ଯଥା ତଥା କର୍ମ ହେଉ ଫଳ, କୌଣସି ବାଧା ନୁହେଁ ଯଦି ଈଶ୍ୱରଙ୍କ ପଥରେ ଚାଲେ। ହଁ ଆଜ୍ଞା, ଈଶ୍ୱରଙ୍କ ପଥରେ ଚାଲିବାକୁ ହେଲେ ସତ୍ କର୍ମ କରନ୍ତୁ, ସତ୍ ପଥରେ ଚାଲନ୍ତୁ, ଦେଖିବେ ଦିନେ ନା ଦିନେ ଆପଣ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିବେ। ମୁଁ ଏଠି ଗୋଟେ କଥା କହିବାକୁ ଚାହେଁ ଦର୍ଶକ ବନ୍ଧୁ, ଯଦି ଜୀବନରେ କେବେ କାହାକୁ ସ୍ୱଚ୍ଛ ପ୍ରେମ କରିବାକୁ ଇଚ୍ଛା ହୁଏ ତାହେଲେ ନିଜ ପିତାମାତାକୁ ସ୍ୱଚ୍ଛ ପ୍ରେମ କରନ୍ତୁ। କାହିଁକି ଜାଣନ୍ତି? କାହିଁକି ନା ପୁରାଣରେ ବର୍ଣ୍ଣିତ ଅଛି ଭଗବାନ ଶ୍ରୀ ଗଣେଶ ବିଶ୍ୱ ପରିଭ୍ରମଣ କରିବା ପରିବର୍ତ୍ତେ ତାଙ୍କ ପିତାମାତାଙ୍କୁ ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରିଥିଲେ। କାହିଁକି ଜାଣିଛନ୍ତି? କାହିଁକି ନା ସେ ଜାଣିଥିଲେ କି ପିତାମାତା ଠାରୁ ବଡ଼ ଦେବତା ଏ ସରଗ ରାଇଜେ ନାହିଁ, ପିତାମାତା ଠାରୁ ବଡ଼ ଦେବତା ଏ ସରଗ ରାଇଜେ ନାହିଁ, ତାଙ୍କ ପାଦ ତଳେ ଥାଉ ଆମର ଜଗତେ ଯିବା ପାଇଁ। ସେଥିପାଇଁ କହିବି, ମାଙ୍କ ଆସନ ବାପା ନେବେ ନାହିଁ, ବାପାଙ୍କ ଆସନ ମାଙ୍କ ଆସନ ବାପା ନେବେ ନାହିଁ, ବାପାଙ୍କ ଆସନ ମା, ଦୁହିଁଙ୍କର ଅଟେ ସ୍ୱତନ୍ତ୍ର ଆସନ। ଚଳନ୍ତି ଠାକୁର ଅତି ନିକଟରେ ରହିଥାନ୍ତି ବୋଲି ବୁଝୁନା ସିନା ଗୁରୁତ, ହେଲେ ଦୂରେଇ ଗଲେ ସେ ତ ଫେରିଲା ବେଳକୁ ଖାଲି ଥାଇ ଅନୁତାପ। ହଁ ଦର୍ଶକ ବନ୍ଧୁ, ବାପା ହିଁ ଏମିତି ଏକ ମଣିଷ ଯିଏ ନିଜ ପିଲାମାନଙ୍କର ଟିକିଏ ସୁଖ ପାଏ ଭୁଲି ଯାଆନ୍ତି ନିଜର ଭୋଗ ଆଉ ଶୋଷ। ଆଉ ମା ହେଲେ ଏମିତି ଏକ ମଣିଷ ଯାହା ପାଇଁ ଆମେ ଦେଖିଛେ ଏ ସୁନ୍ଦର ଦୁନିଆ। ମୁଁ ଚାହିଁବି ସେ ବାପା ମାଙ୍କ ପାଇଁ ସମସ୍ତଙ୍କ ହାତରୁ ଜୋରଦାର କରତାଳି ହବ। Thank you so much. ହଁ ଦର୍ଶକ ବନ୍ଧୁ, ବାପା ମାଙ୍କ ବିଷୟରେ ଯେତେ କଥା କହିଲେ ଆଜ୍ଞା କଥା ସରିବନି, କଥା ତ ହେଲେ ମୁଁ କଥା କହୁଛି ଦର୍ଶକ